ଓଡ଼ିଆ କ୍ଷୁଦ୍ର ଗଳ୍ପ ବିଜୟ ଉତ୍ସବ କାଳିନ୍ଦୀ ଚରଣ ପାଣିଗ୍ରାହୀଙ୍କ। ଘର ଭିତରେ ପଶିଯାଇ ମୁକୁନ୍ଦ ଡାକିଲା, ନେବୁଟି ମାଣିକ, ଏ ଚେର ମୁଠାକ ଭଲ କରି ପାଣିରେ ସିଝା। ମାଣିକ ଆସି ତା ହାତରୁ ଶୁଖିଲା ଚେର ଡାଙ୍ଗ ଗୁଡ଼ାଏ ନେଇ ପଚାରିଲା, କେତେ ପାଣି ଦେବି? ବେଶୀ ନାହିଁ, ଅଧସରେ କାନ୍ଥର ପାଣିଟା ନାଲି ଉଠି ଆସିଲେ ଓହ୍ଲେଇ ପକେଇବୁ। ସେଇ ସିଝା ପାଣିରୁ ଢକେ ଲେଖା ଦେବାକୁ ହେବ। ଆଉ ନେ, ଏଇ ନବାତ ଖଣ୍ଡ, ବେଶୀ ଶୋଷ ହେଲେ ଟିକିଏ ପଣା କରି ଦେବୁ। ନିଧି ମେକାପ କ'ଣ କହିଲା? ଭଲ ହୋଇଯିବଟି? ମାଣିକ ପୁଣି ପଚାରିଲା। ତା ତୁଣ୍ଡରୁ ଯେମିତି କଥା ବାହାରୁ ନାହିଁ। 14 ପୁରି 15 ପଶିଲାନି। ଯେ କହିବ 10 11ରୁ ବେଶୀ ନୁହେଁ। ଖାଲି ଯାହା ହାଡ଼ 4 ଖଣ୍ଡ ଦୋହଲୁଛି। ମୁକୁନ୍ଦ ମୁରବୀ ପଣିଆ ଦେଖେଇ କହିଲା, ଭଲ ହୋଇଯିବନି ତ ତୁଚ୍ଛାକୁ ମୁଁ ଏତେ ଧାଉଁଛି? ନିଧି ମେକାପ ଆଜି 8 ପଇସା ପାଇ ଖୁସି। କହିଲା, ତୁ କିଛି ପରବାହ କରନା ପୁଅ, ଆଜି ଭଲ ଟାଣୁଆ ପାନଟାଏ ଦେଇଛି। ନାଡ଼ି ତ ଖାସା ଚାଲିଲାଣି। ଦେଖିବୁ କାଲି ସକାଳୁ ବାପ ତୋର ଝାଡ଼ି ଝୁଡ଼ି ହୋଇ ଯେବେ ନ ବସିବ, ମୋ ନାଁ ନିଧି ମେକାପ ନୁହେଁ। ମାଣିକ ଡଗଡଗ ହୋଇ ଔଷଧ ସିଝାଇବାକୁ ଯାଉଥିଲା। ମୁକୁନ୍ଦ ତାକୁ ପଛରୁ ଡାକି କହିଲା, ଶୁଣ, କାଲି ସକାଳେ ପଥି 4ଟି ଦେବାକୁ ବୈଦ କହିଛି। ପୁରୁଣା ଚାଉଳ ନ ହେଲେ ତ ହେବନି। କ'ଣ କରିବା? ସେ ଖବର ବା ମାଣିକ କୁଆଡ଼ୁ ଦେବ? ନିଉଛୁଣା ଗାଁଟାରେ କାହା ଘରେ ହେଲେ ପୁରୁଣା ଚାଉଳ ମାଣେ ମିଳିବ। ଥିଲେ ବି ମୁଣ୍ଡ ପିଟିଲେ କେହି ଢାଳି କାଢ଼ିବେ ନାହିଁ। ଟିକିଏ ବିଚାରି ମୁକୁନ୍ଦ ପୁଣି ଭଉଣୀକି କହିଲା, ଆଚ୍ଛା ଦେଖିବା, ତୁ ଆଗ ଯା। ଦିନ ଯାକ ତ ଚୁଲି ଜଳି ନାହିଁ, ନିଆଁ ଆସିବ କୁଆଡ଼ୁ? ମାଣିକ କୁଟା ଲୁଣ୍ଡାଟିଏ ସଜାଡ଼ି କାହା ଘରୁ ନିଆଁ ଟିକିଏ ମାଗିବାକୁ ବାହାରିଲା। କାଲି ସକାଳେ ପୁରୁଣା ଚାଉଳ କେଉଁଠୁ ଆସିବ ଭାବି ଭାବି ମୁକୁନ୍ଦ ବାପ ବେମାର ପଡ଼ିଥିବା ଟଙ୍ଗି ବଖରାରେ ପଶିଲା। ତାର ବାପ ଗୁଣ ପରିଡ଼ା 2 ମାସ ହେଲା କତରା ଛାଡ଼ିବାକୁ ନାହିଁ। ଏଇ 2 ମାସ ଭିତରେ ମୁକୁନ୍ଦର ମା ବି ଚାଲିଯାଇଛି। ତା ଆଗରୁ ତା 8 ଦିନ ଛଡ଼ାରେ ତା ସାନ ଭାଇ ଯୋଡ଼ିକ ମରିଗଲେ। କି ରୋଗ ଧରିଲା କେଜାଣି, ଆଗ ଖାଲି ହାତ ଗୋଡ଼ ଫୁଲିଗଲା। ଏମିତି ରୋଗରେ ତ ଗାଁ ଭିତରୁ କେତେ ଲୋକ ମଲେଣି। ନିଦାନ ଯାହାକୁ ଧରିବ ତାକୁ ବଞ୍ଚେଇବ କିଏ? ମଣିଷର ତ ଜନ୍ମ ହୋଇଛି ମରିବାକୁ। କିଏ ଅବା ଆଗ ମରୁଛି, ଆଉ କିଏ ପଛରେ। ତେବେ ମୁକୁନ୍ଦର ମନ କାହିଁକି ବୁଝେ ନାହିଁ? ଟିକିଏ ଭଲ କରି ଔଷଧ ମୌଷଧ କରିଥିଲେ ସେମାନେ ବା ଜିଇଁଥାତେ। ସେତେବେଳେ ଘରେ ପଇସାଟିଏ ନଥାଏ। ଧାର ଉଧାର ଯାହା କଲା ସେଥିରେ ପଥି 2ଟି ପାଇଁ ନିଅଣ୍ଟ। ଘର ଭିତରେ ପଶି ଦେଖିଲା, ବାପ ତାକୁ ହାତ ଠାରି ଡାକୁଛି। ପାଖରେ ଯାଇ ବସିଲାରୁ ଅତି କଷ୍ଟରେ କହିଲା, ତୁ ମୋ ପାଇଁ ଭାବନା କରନା, ମୁଁ ଭଲ ହୋଇଯିବି ଯେ। ମୁକୁନ୍ଦର ଟିକିଏ ଦମ୍ଭ ଆସିଲା। ହଁ, କାହିଁକି ଭଲ ନ ହେବ? ତାର ତ ଗୋଡ଼ ହାତ ଫୁଲି ନାହିଁ। ଦିହରୁ ତବିତିବି ଟିକିଏ ଓହ୍ଲେଇ ଆସିଛି। ଖାଲି ହଗଟା ବନ୍ଦ ହୋଇଗଲେ ତେଣିକି ବୈଦ ତ କହିଛି, ଏ ପାଚନ ପାଣିରେ ସବୁ ଊଣା ହୋଇଯିବ। ମା ଭାଇଙ୍କ ପାଇଁ ମୁକୁନ୍ଦ ସିନା କିଛି କରିପାରିଲା ନା। ଯାହା ପାରି ତା ହେଉ, ବାପକୁ ନିଶ୍ଚେ ବଞ୍ଚେଇବ। ସେଇମାନଙ୍କୁ ବଞ୍ଚେଇ ରଖିବାକୁ ତ ବାପା ତାର ସବୁତକ ଜମି ବିକି ଦେଇଛି। ଗୁଣ ପରିଡ଼ାର 4 ମାଣ ଜମି ଚାଷୀ 4 ବର୍ଷ ଆଗେ ଥିଲା। ତିରସ୍ତା ବର୍ଷ ଯେତେବେଳେ ଓଡ଼ିଶା ସରକାର ଓ ନେତାମାନେ ଏହାକୁ ବଳକା ପ୍ରଦେଶ କହି ବାହାରକୁ ଧାନ ରପ୍ତାନି କରେଇଲେ, ମୁକୁନ୍ଦର ବାପା ଗୁଣ ପରିଡ଼ା ଧାନ କିଣି ପିଲା କବିଲାଙ୍କୁ ବଞ୍ଚେଇବ ବୋଲି ଜମି ବିକା ଆରମ୍ଭ କଲା। ସେତିକିବେଳେ ତାର ବଡ଼ ଝିଅ ଉମାର ବର ଦିନେ ସ୍ୱାଇଁ ପିଲା ଭାରିଜାଙ୍କୁ ଛାଡ଼ି କୁଆଡ଼େ ବାହାରିଗଲା। ଆଉ ଉମା, ତା ନାଁ ତୁଣ୍ଡରେ ଧର ନାହିଁ। ପିଲା ଯୋଡ଼ିଙ୍କୁ ଛତରରେ ଛାଡ଼ି ସେ ପଶିଲା ହାଡ଼ି ଘରେ। ବାପ ଭାଇଙ୍କ ନାଁ ପକାଇଲା। କାହିଁକି ନ ଖାଇ ନ ପିଇ ତ କେତେ ଲୋକ ମଲେ, ଆଜି ବି ମରୁଛନ୍ତି। ତାକୁ କିଆ ମରଣ ହେଲା ନାହିଁ? କେତେ ଲୋକ କେତେ କଥା କହନ୍ତି। ଗୁଣ ପରିଡ଼ା ଛାତିରେ ଏସବୁ କଥା ତିନିଗାର ହୋଇ ରହିଥାଏ। ଆଜି କତରାରେ ପଢ଼ି ଉମା କଥା ତାର ମନେ ପଡ଼ିଗଲା। ମୁକୁନ୍ଦକୁ କେତେବେଳ ଯାଏ ଚାହିଁ ରହି ସେ ପଚାରିଲା, ଉମା? ମୁକୁନ୍ଦର ସେ ବଡ଼ ଭଉଣୀ। ପେଟ ବିକଳରେ ସେ ଏଇଆ କଲା। ତାକୁ ଜୋହର କ'ଣ ମିଳିଲା ନାହିଁ? କୁଆଡ଼େ ସେ ଭବନୀଶ୍ୱରରେ କେଉଁ କାନ ତରାଟି ପାଖେ ଅଛି। କିଏ କହେ ପୁଣି ହାଡ଼ି ଘରେ ପଶିଗଲାଣି। ତା ନାଁ ପଢ଼ିଲେ ମୁକୁନ୍ଦ ଉଠି ପଳେଇ ଆସେ। ଇଚ୍ଛା ହୁଏ ତାକୁ ଆଗରେ ପାଇଲେ ଟିକେ ଟିକେ କାଟି ପକାନ୍ତା। ବାପା ମୁହଁରୁ ଆଜି ତାର ନାଁ ଶୁଣି ମୁକୁନ୍ଦର ଗୋଡ଼ରୁ ମୁଣ୍ଡ ଯାକେ ରଞ୍ଜକ ଲାଗିଲା ପରି ଜଳି ଉଠିଲା। ବେମାରୀ ପଡ଼ି ନଥିଲେ ତାକୁ ଆଜି ସେ 2 ପଦ ଶୁଣେଇ ଦିଅନ୍ତା। ବାପକୁ କିଛି ଜବାବ ନ ଦେଇ ସେ ସାନ ଭଉଣୀକି ଡାକିଲା, ହେଲାଣି ମାଣିକ ପାଚନ ପାଣି? ହଁ, ନଉଛି କହି ମାଣିକ ଖଣ୍ଡେ ପଥୁରୀ ତାଟିଆରେ ପାଚନ ଆଣି ଥୋଇଲା। ବାପାକୁ ଢକେ ପିଆଇ ଦେଇ ସେ ବାହାରକୁ ଆସିଲା। ଚାରିଆଡ଼େ ଅନ୍ଧାରିଆ ହୋଇଗଲାଣି। ଏ ବର୍ଷ ତ ଶ୍ରାବଣ ମାସରେ ବି ବର୍ଷା ନାହିଁ।
ତେବେ ଆଜି ସଞ୍ଜବେଳୁ ମେଘ ଘୋଡ଼ାଇ ବର୍ଷା ଟୁପୁଟୁପୁ ପକାଉଛି। ମାଣିକ ସଳିତା ଯୋଡ଼ିଏ ସଜାଡ଼ି ମାଟି କାଞ୍ଚୁଲିରେ ଲାଗିଥିବା ଟିକିଏ ତେଲରେ ତାକୁ ଘଷୁଥାଏ। ଦରକାର ହେଲେ ଜଳିବ। କିରୋସିନି ତ ସପନ ହେଲାଣି ଯୁଦ୍ଧ ବଜାରରେ। ମୁକୁନ୍ଦ ପଚାରିଲା, ହାଣ୍ଡିରେ ଆଉ କ'ଣ ଅଛି? ଆଉ କ'ଣ ଥାନ୍ତା, କାଲିର ଗଣ୍ଡାଏ ସୁଆଁ ପଖାଳ ପଡ଼ିଛି, ଆଣିବି? ମାଣିକର ଶୁଖିଲା ମୁହଁରେ ଟିକିଏ ମୁରୁକି ହସ ଦେଖାଦେଇ ନିଭିଗଲା। ଖରା ଝାଞ୍ଜିରେ ମଉଳା କରି ପଢ଼ି ଫୁଟି ଆସୁ ଆସୁ ଝଡ଼ି ପଡ଼ିଲା ପରି। ସେ ହସ ଯେ ଥରେ ଦେଖିଛି, ଦୁନିଆରେ ତା'ର ଆଉ କିଛି ହେ ଦେଖିବା ଲୋଡ଼ା ନାହିଁ। ତୁ ସେ ଗଣ୍ଡାକ ଖାଇଦେ, ରାତିଯାକ ଚାହିଁବାକୁ ପଡ଼ିବ। ଆଜି ସକାଳେ ମୁଁ ସେଥିରୁ ଅଧେ ଖାଇଥିଲି। ତୁ ପରା ଅପୁରୀ ଦିନଠୁ କିଛି ଖାଇନୁ। ଚୁପ୍ କର ମିଛେଇ। ପରଦିନ ସକାଳେ ସୁଆଁ ଯାଉ ରାନ୍ଧି କାହାକୁ ଦେଇଥିଲୁ? ମାଣିକର ମନେ ପଡ଼ିଲା, ସତେ ପରଦିନ ସୁଆଁ ଯାଉ କରିଥିଲା। 3 ଦିନର ବାସି ପେଜରେ ଖୁଦ ସାରୁପତ୍ର ପକାଇ ତରକାରୀ କରି ଭାଇକୁ ଦେଇଥିଲା। ସେ ଟିକିଏ ଶଙ୍କି ଯାଇ କହିଲା, ତୁ କାଲି କିଛି ଖାଇନୁ, ଆଜି ବି କିଛି? ନାଲି ନାଲି ଡୋଳା ଦିଟା ବାହାରି କରି ମୁକୁନ୍ଦ ତମ୍ପ ପରି ଗର୍ଜି ଉଠିଲା। କିଏ ତୋତେ କହିଲା କିଛି ନ ଖାଇ? ମୁଁ ଯେତେବେଳେ ଯାହା ଖାଇଲି କଲି, ତୋତେ ସବୁ ଦେଖେଇ କରୁଥିବି କି? ତୁ କ'ଣ ମୋର ମୁରବୀ, ନା ମୋତେ ପଶୁଛୁ? ବାପା ମାଆଙ୍କ ମୁହଁରୁ ମୁକୁନ୍ଦ କେତେଥର ଶୁଣିଛି, ସେ ତାଙ୍କର ପଶିଲା ପୁଅ। ଅଳ୍ପ କିଛି ତ ନୁହେଁ, 17 ବର୍ଷ ହେଲାଣି। 3-4 ବର୍ଷ ହେଲା ହଳପାଳ ସବୁ କାମକୁ ପାରିଲାଣି। ଏବେ ତ ପାଣି ବୁହା ମାଟିହଣା କେଉଁଠିକି ତା'ର ପରିବାଇ ନାହିଁ। ବାହାଘର ହୋଇସାରନ୍ତାଣି। ମା ବିଚାରୀ ଦେଖିବ ବୋଲି ଦେଖିପାରିଲା ନାହିଁ। ମା ତ ମଲାଣି, ବାପା ରୋଗରେ ପଡ଼ିଛି। ମାଣିକ ମାଙ୍କୁଡ଼ିଟା କ'ଣ ତାକୁ ଆକଟ କରିବି? ସେ ମୁରବୀ ପଣିଆ ଦେଖେଇ କହିଲା, ମୋ କଥାରେ ଏଣିକି କଥା କହିବୁ ତ ଦେଖିବୁ କ'ଣ କରିବି। ଏଇଟାର 12 ମାସରେ 13 ରୋଗ, ଫୁଙ୍କିଦେଲେ କୁଆଡ଼େ ଉଡ଼ିଯିବ। ତୋ ଭଳି କାହାଣେ ହେଲେ ବି ମୋତେ ଭଲା ଖାଇବାକୁ ଦେଇ ପାରିବେ କିଲୋ? ମୁଁ ଦାଣ୍ଡ ହାଟରେ ଚଳିବା ଲୋକ। ମୁଢ଼ି ଚୂଡ଼ା ଯେତେବେଳେ ଯାହା ପାଇଲି ଖାଇଲି। ତୁ ପରା ଆଜି ଖାଇଛୁ। ଚାଇଲୁ ପଚାରିବା, କିଏ ଖାଇଲା ପରି ଦେଉଛି, ତୁ କି ମୁଁ? ଗଲା ରଜକୁ ବାଗୁଡ଼ି ଖେଳରେ ଘନିଆ ମୋ ପାଖରୁ ଯେଉଁ କଚାଏ ପାଇଛି, ଆଜି ଯାକେ ତା ଅଣ୍ଟାରୁ ପସରା ଗଲାଣି ଭଲା। ଯା, ତୁନି ହୋଇଯା। ଯାହା କହୁଛି ଆଗେ କର। କାଲିର ସୁଆଁ ପଖାଳ ଲାଳ ଧରି ଯିବଣି। ହଉ ତେବେ। ମୁକୁନ୍ଦ ପଛେ ତାକୁ ନ ଖାଇଲା। ସତେ ସେ ତ ପରଦିନ ସୁଆଁ ଯାଉ ଖାଇଥିଲା। ଆଉ ଯେଉଁ ଚାଉଳ ପୋଷାକ ଅଛି, କାଲି ସକାଳେ ମାଣିକ ସେମିତି ଟିକିଏ ଯାଉ ତା ପାଇଁ କରିଦେବ। କେତେ ଆଡ଼େ ଧା ଧପଡ଼ କରୁଛି। ଦିନେ 4 ଦିନ ପେଟରେ କିଛି ନ ପଡ଼ିଲା, ତା ଗୋଡ଼ ହାତ ଚଳିବ କେମିତି? ଘର ଭିତରେ ରୋଗୀ କୁନ୍ଥେଇଲା। ଭାଇ ଭଉଣୀ ଦୁହେଁ ବାପକୁ ଧରାଧରି କରି ଶୌଚ କରେଇଲେ। ସଳିତା ଜାଳି ନବାତପଣା ଟିକିଏ ଦେଲେ। ଦିହେଁ ପୁଣି ବାହାରକୁ ଆସିଲେ। ମାଠିଆରୁ ପାଣି ମୁନ୍ଦେ ଠେକିଟାରେ ଗଡ଼ାଇ ମୁକୁନ୍ଦ ଢକ ଢକ କରି ଢଲେ ପିଇଲା। ମଣିକକୁ ମିଛରେ କହିଲା, ମୁଢ଼ି 2ଟା ଚୋବେଇ ଦେଇ ଭାରି ଶୋଷ ହେଉଥିଲା। ତୁ ଏଥର ଯାଇ ପଖାଳ ଗଣ୍ଡାକ ଖାଇଆ। ପାଣିଠାରୁ ବଳି ପଦାର୍ଥ ନାହିଁ। ଭୋକ ହେଉ ନା ଶୋଷ ହେଉ, ମନ୍ଦେ ପିଇଦେଲେ ସବୁ ଥଣ୍ଡା ପଡ଼ିଯାଏ। ମୁକୁନ୍ଦ ସେ ଉପାୟଟି ଭଲ କରି ଶିଖିଛି। ଦଣ୍ଡକ ଭିତରେ ମାଣିକ ହାଣ୍ଡି ସଫା କରି ପଦାକୁ ଆସିଲା। କହିଲା, ଜେନା ଘରେ 2 ଓଳି ତବତ ହୁଏ। ମୁକୁନ୍ଦ ଏଉଡ଼ିଟେ ମାରି କହିଲା, ତୁ ଏମିତି ଡାହାଣୀଙ୍କ ଭଳି ହୁଅନା। ଜେନା ଘରେ ଖାଇଲା ବୋଲି ତ ତୁ କ'ଣ ଯାଇ ମାଗିବୁ? ମୁଁ ଗୁଣପରିଟା ପୁଅ ଜାଣୁ। ଆମେ ଲାଗି ଖାଇବୁ ସିନା, ମାଗି ଖାଇବା ଆମ ଜାତକରେ ନାହିଁ। 2 ଓଳି ନହେଲା ପଛେ, ଆମରି ଘରେ ତ ପୁଣି ଓଳିଏ ତତଲା ହେଉଥିଲା। ଏବେ ନହେଲା 2 ଦିନେ 4 ଦିନେ ଥରେ ହେଉଛି। ହଉ ଟିକିଏ ଥୟ ଧର, ବାପ ଖାଲି ଭଲ ହେଉ, ଦେଖିବୁ ଆଗମିତି ଓଳିଏ ତତଲା ହବ କି ନାହିଁ। ଆଉ ଯେବେ ସମ୍ଭାଳି ନ ପାରୁଛୁ, ତେବେ ଯାଇ ଛତରେ ପଶ। ଗୋଟାଏ ତ ଯାଇ କୁଆଡ଼େ ମଲା, ସବୁରି ନାଁ ପକାଇଲା। ତୁ ଯିବୁ ଯେବେ ଯା। ଏଇ ଗାଁରେ ତ କେତେ ଦୁଆରେ ସେମିତି କଣ୍ଟା ଛଟା ହେଲାଣି। ଆମ୍ବିଳ ତୋରାଣି ପିଇ ମାଣିକ ବିଚାରୀର ତତଲା ଭାତ ସିନା ମନେ ପଡ଼ିଲା। ସେ ସୁକୁ ସୁକୁ ହୋଇ କହିଲା, ତୋତେ ପଦେ କହିଲା ଛୁଣି ତୁ 10 ପଦ କହି ସବୁବେଳେ ମୋତେ ବକୁଛୁ। ତୁ କାହିଁକି ଜେନା ଘର ଛେନା କଥା କାଢ଼ୁଛୁ? ଆମ ଘରେ ପେଜ ତୋରାଣି ଯାହା ଅଛି, ସେଇ ଆମର କ୍ଷୀରି ସାକର। ଏତେ ଲୋକଙ୍କ କଥାରେ ଆମର କ'ଣ ଯାଇ ଆସେ? କିଏ କ'ଣ ଆମକୁ ଦେଉଛି? ଯା ଏଥର ଶୋଇବୁ। ମୋତେ ଏଛୁଣି ନିଦ ହବନି। ମୁଁ ଜଗିବି। ଦିନ ଆସିଲେ ତୋତେ ଉଠେଇ ଦେବି। ସତେ ଯେ ମାଣିକ ଉପରେ ରାଗୁଛି କାହିଁକି? ପିଲାଟାର ତତଲା ଖଣ୍ଡିଏ ଖାଇବାକୁ ଅବା ମନ ହେଉଥିବ। କେତେବେଳେ ମୁଆଁଟାଏ କି କରାଟାଏ କିଛି ତ ପାଇଲା ନାହିଁ। ସେ ନିଜେ ସିନା 3-4 ଦିନ କିଛି ନ ଖାଇ ରହିଯାଉଛି। ମରଦ ପୁଅ ତା ସାଙ୍ଗରେ କେତେ ବି ସେମିତି ରହୁଛନ୍ତି। ଏ ତ କିଛି ନୂଆ କଥା ନୁହେଁ। ତା ବୋଲି ପିଲା ଭଉଣୀଟା ନ ଖାଇ ନ ପିଇ କେତେ କଲବଲ ହେବ। ହଁ, କାଲି ସକାଳେ ବାପା ପାଇଁ 2ଟା ପଥି ରନ୍ଧା ହେବ। ପୁରୁଣା ଚାଉଳ ଆସିବ କୁଆଡ଼ୁ? ପୁଣି ସେଇ ନୂଆ ପଢ଼ା ବାଞ୍ଛା ସାଉ ଦୁଆରକୁ ଯିବ। ତାରି ଘରେ ମୂଲ ଲାଗି ମୁକୁନ୍ଦ ଆଗତୁରା 5 ଟଙ୍କା ଆଣିଛି। ଆଜି
ଭାଇ ମଲା କାଲି ମା ସୁଧିଅ ଏବେ ପୁଣି ବାପର ଦିହ ଦୁଃଖ ବୋଲି ମୁକୁନ୍ଦ ଯାଇ ନ ପାରି କେତେ ଦିନ ତାର କାମ ପଡ଼ିଆ ହେଲାଣି। ତା ଦୁଆରେ ଯାଇ ମୁହଁ ଦେଖେଇବ କେମିତି? ଆଉ କ'ଣ ଜେନାଘର? ତାକୁ ତୁଣ୍ଡ ସରେଇ ଲାଭ କ'ଣ? ସେଠି ତ ସବୁବେଳେ ନାହିଁ ପଦା ଛଡ଼ା ଆଉ କିଛି ନାହିଁ। ଘରେ ପରା ନିତି ତା ପିଲାଏ ଚୁଡ଼ା ଚିନି ଖାଉଛନ୍ତି। ବୋଉ ଦିହ ଦୁଃଖରେ ପଡ଼ିଥିଲା ବେଳେ ମୁଁ ମୁକୁନ୍ଦ ଚିନି ଟିକିଏ ମାଗିଲାରୁ ନାହିଁ କରିଦେଲା। ପଇସା ଯାଚିବାରୁ ପୁଣି କେତେ ବେଜମାନ କଲା। ଛି ତା ଦୁଆରକୁ ଯିବ ସେ। ହଁ ଭଲା କଥା ମନେ ପଡ଼ିଲା। ମଣିଜଙ୍ଗା ସାଧପଣ୍ଡା ପାଖେ ଅଛି ବୋଲି କିଏ କହୁଥିଲା। 2 କୋଶ ବାଟ। ରାତିରୁ ଉଠି ନ ଗଲେ ହେବ ନାହିଁ। ଯାହା ହେଉ ଯିବାକୁ ପଡ଼ିବ। ନଈପାରିଆ ଫେରୁ ଫେରୁ ଉଛର ହେବ। ମାଣିକକୁ ଡାକିଲା। ଠଣା ଭିତରୁ ପଇସା ପୁଡ଼ିଆଟା ଆଣିଲୁ। କତରା କନାଖଣ୍ଡରେ ଗଣ୍ଠି ପଡ଼ିଥିବା ପୁଡ଼ାଟି ଆଣି ମାଣିକ ଥୋଇଲା। ଗଣି ଦେଖିଲା। ଟଙ୍କାକିଆ କାଗଜ ନୋଟ 2 ଖଣ୍ଡ ଆଉ 9 ଅଣାର ରଜା ବାଞ୍ଛା ସାହୁ ପାଖରୁ ଯେଉଁ 5 ଟଙ୍କା ଆଣିଥିଲା ସେଥିରୁ ଏତକ ବଳିଛି। ମୁକୁନ୍ଦ କହିଲା, ହଉ ଏ 2 ଖଣ୍ଡ କାଗଜ ସେମିତି ଠଣା ଭିତରେ ରଖିଦେ। ଠଣା ମୁହଁଟା ଭଲା କରି ସଢ଼େଇରେ ମୁଦିବୁ। ନଇଲେ ମୂଷା ନେଇଗଲେ କି ଉଇ ନେଇଗଲେ ପାଣ୍ଠି ପୁଡ଼ିଯିବ ତ। ଆଉ ଏ 9 ଅଣାଟା ନେଇ ଅନ୍ଧାରୁଆରୁ ମୁଁ ମଣିଜଙ୍ଗା ବାହାରି ଯିବି। 2 କୋଶ ବାଟ ପୁଣି ନଈପାରିଆ। ହେଲେ ଯେତେ ସହଳ ପାରିବି ପୁରୁଣା ଚାଉଳ ଗଣ୍ଡାଏ ଧରି ଫେରିବି। ବାପକୁ କାଲି ପଥି 2ଟି ଦେବ। ମାଣିକ କହିଲା, ତୁ କେତେବେଳକୁ ଫେରିବୁ କେଜାଣି? ସେଥିର ତ ଚାଉଳ ଟଙ୍କାକର ଆଣିବୁ ବୋଲି ଦିନୁଟାଏ ବିତେଇ ଦେଲୁ। ଆଲୋ ସେ ହେଲା କଣ୍ଟ୍ରୋଲ ଚାଉଳ। ଲୋକେ ତ ଦିନ 3 ଦିନ ଯାଏ ପଡ଼ି ପଡ଼ି ଫେରି ଆସିଲେ। ଥରେ ଯାଇ ଦେଖନ୍ତୁ କି ତେବେ ଜାଣନ୍ତୁ। 100 କି 200 ଲୋକ ଧାଡ଼ି ମୂଳିଆ ଠିଆ ହୋଇ ରହିଥିବେ। ଯାହା ପାଳି ଯେତେବେଳେ ପଡ଼ିବ ତାକୁ ଯାଇ ସେତେବେଳେ ମିଳିବ। ଧାଡ଼ି ଭିତରେ ଛିଡ଼ା ହେବା ଖାଲି ସହଜ ପଡ଼ିଛି କି? ମୁଁ ବୋଲି କେତେ ଲୋକଙ୍କୁ ଠେଲି ପେଲି ଶେଷରେ ଯାଇ ଆଣିଲି। ଏ ତ କିଛି କଣ୍ଟ୍ରୋଲ ଚାଉଳ ନୁହେଁ। ସାଧୁପଣ୍ଡା ଦୋକାନରୁ ପଇସା ଦେଇ କିଣି ଆଣିବା କଥା। ହଁ ଖବରଦାର ତୁ ଆଉ କାଲି ସକାଳେ ସୁଆଁ ଧାନ ଝାଡ଼ିବାକୁ ଯିବୁ ନାହିଁ। ବାପ ପାଖେ ଖାସ୍ ଜଗି ରହିବୁ। ମାଣିକ ରୋଜ ସକାଳେ ବାଉଁଶ ପାଛିଆଟା ଧରି ସୁଆଁ ଧାନ ଝାଡ଼ିବାକୁ ଯାଏ। ତା ଆଗରୁ ବି ପଲ ପଲ ପିଲା ମାଇପେ ଅଣ୍ଟାଏ ପାଣିରେ ପଶି ସୁଆଁ ଝାଡ଼ିବାରେ ଲାଗିଥାନ୍ତି। ସେ ଯେତେ ଆଗରୁ ଯାଏ ସେମିତି ବେଶୀ ଧାନ ଆଣେ। ପୁଷ ମାସରେ ବିଲରୁ ଯାହା ବା ଧାନ ମିଳେ ଖଜଣା ସାହୁକାରରୁ ଦବାରେ ତ ସେଥିରୁ ଅଧେ କି ଅଧକର ବେଶୀ ବଇ ହୋଇଯାଏ। ବାକି ଯାହା ବଳେ ସେଥିରୁ ଲୁଗାପଟା କୁଣିଆ ମୈତ୍ର ପୁଣ୍ୟ ପରବ ଖରଚ ଯାଇ ଘର ଖରଚକୁ ବା ରହେ କେତେ। ଆମ୍ବ ଦିନେ ଯେବେ ଭଲ ଆମ୍ବ ରହିଲା ସେଥିରେ ବି ମାସେ 15 ଦିନ ଚଳିଯାଏ। ନଇଲେ କଳମ୍ବ କି ସଜନା ସାରୁ ମୁଣ୍ଡା କି ଗେଣ୍ଡା କଚିଆ ଯାହାକୁ ଯେମିତି ମିଳିଲା ସେଥିରେ ଚଳିଗଲା। ଶ୍ରାବଣ ଭଦୁଅ ବେଳକୁ ସବୁରି ଘର ତ ଖାଲି। ସେତେବେଳେ ଏଇ ସୁଆଁ ଧାନ ଯାହା ଆଣ୍ଟ ରଖିଥାଏ। ଏବେ ତ ଜାଣି କାଳ ପଡ଼ିଛି। ହେଲେ ଏ ସୁଆଁ ଧାନ 2 ମାସ ହେଲା ଯଶୀପୁର ଲୋକଙ୍କୁ ବଞ୍ଚେଇ ରଖିଛି। ରାତି 9 ପାହୁଁ ପଟାଳି ପରି ମଣିଷ ସୁଆଁ ଝାଡ଼ିବାରେ ଲାଗିଛନ୍ତି। ଗୋଟାଏ ପାଣି କୁହୁଡ଼ି ଚାଦର ପରି ତାକୁ ଘୋଡ଼େଇ ପକେଇଛି। ତାରି ଭିତରେ କାହା ଦିହରୁ ଫାଳେ ଦିଶୁଛି, କାହାର ହାତଟା ଦିଶୁଛି, ମୁଣ୍ଡ ଦିଶୁନାହିଁ। ଶହ ଶହ ବାଉଁଶ ପାଛିଆ ଏ ପାଖରୁ ସେ ପାଖ ବୁଲି ଆସେ ଶୂନ୍ୟରେ ଭାସିଲା ଭଳି। ସତେ ଯେମିତି ଖାଲି ପାଛିଆ ଗୁଡ଼ାଏ କୁହୁଡ଼ି ଭିତରେ ଦୋଳି ଖେଳୁଛି। ମରଦ ମାଇପେ କେହି ନାହାନ୍ତି। ମାଣିକ କାନିଟି ପାରି ଏରୁଣ୍ଡି ବନ୍ଧ ପାଖରେ ଶୋଇପଡ଼ିଲା। ମୁକୁନ୍ଦ ତାକୁ ଚାହିଁ କେତେ କଥା ଭାବୁଥାଏ। ଏଇ ହାଡ଼ 4 ଖଣ୍ଡ ଘେନି ମାଣିକ ବିଚାରି ନିତ ସକାଳେ କାକର କୁହୁଡ଼ିରେ ସୁଆଁ ଗୋଟାଇବାକୁ ଯାଉଛି। ବାଞ୍ଛା ସାଉ ଘରେ ନକରିଣୀ ପଣି କରି ସେ ଅବା କାହାକୁ ପଶି ପାରିଲା। ଦିନ କେତୁଟା ସେ ଘରେ ବସିଗଲା ବୋଲି ସବୁଆଡ଼ୁ ନିଅଣ୍ଟ ଧରିଲାଣି। ସକାଳୁ ମାଣିକ ଉଠି ଦେଖିଲା କେତେ ଆଗରୁ ମୁକୁନ୍ଦ ପୁରୁଣା ଚାଉଳ ଆଣିବାକୁ ବାହାରି ଯାଇଛି। ତା ଦିହଟା କେମିତି ସିରିସିରି ଲାଗୁଥାଏ। ଉଠି ବସିଲା। ମୁଣ୍ଡଟା ଭାରି ଲାଗୁଛି। ପୁଣି ଟିକିଏ ପଡ଼ିଗଲା। ଏମିତି କେତେଥର ତାର ଦେହ ଦିହେ ଦିହେ ଜ୍ୱର ଆସି ଚାଲିଯାଏ। କାହାରିକି କହେ ନାହିଁ। ବେଶୀ କମ୍ପ ହେଲେ ଧାନ ସୁଆଁ ହେସେ ଖଣ୍ଡେ ଘୋଡ଼ିଏ ପୋହରେ ପଡ଼ିଯାଏ। ପୁଣି ଉଠି ଘର କାମରେ ଲାଗେ। ଆଜି ବି ସେମିତି ଉଠି ଘର ଭିତରକୁ ଗଲା। ବାପା ପାଖରେ ବସି ମୁଣ୍ଡ ଆଉଁସି ଦେଲା। ବାପାର ଆଖି ମୁହଁରେ ପାଣି ହାତ ମାରି ନିଜ କାନିରେ ପୋଛିଦେଇ ପଚାରିଲା, ପଣା ଟିକିଏ ଆଣିବି? ଗୁଣ ପରିଡ଼ା ଆଖି ଯୋଡ଼ାକ କେଉଁ କରଡ଼ରୁ ପଶିଯାଇଛି। ସେ ହାତଟି ଉଠାଇ ଝିଅର ମୁଣ୍ଡ ଉପରେ ରଖିଲା। କ'ଣ କହିବ ବୋଲି ଓଠ ଗଜା କରି କହିପାରିଲା ନାହିଁ। ମାଣିକ ବୁଝିଲା ସେ ମୁକୁନ୍ଦକୁ ଖୋଜୁଛି। କହିଲା, ଭାଇ ପୁରୁଣା ଚାଉଳ ପାଇଁ ଯାଇଛି। ଏଇନାକେ ଆସିବ। 3 ଦିନ ହେଲା ବାପା ଭଲ କରି କଥା କହିପାରୁ ନାହିଁ। ପଥି ଖଣ୍ଡିଏ ପେଟରେ ପଡ଼ିଲେ କଥା କହିବ। ପୁରୁଣା ଚାଉଳ ଧରି ମୁକୁନ୍ଦ ଫେରୁ ଫେରୁ ଦିନ 2 ପହର। ନଈ ପାରିଆ ନଇଲେ କେତେ ଆଗରୁ ଆସି ପହଞ୍ଚନ୍ତା। ଆଣ୍ଠୁଏ କାଦୁଅ ପଙ୍କରେ ଚାଲି ଚାଲି ଗାଁ ମୁଣ୍ଡ ପୋଖରୀ ତୁଠରେ ଗୋଡ଼ ଧୋଉଛି। କିଏ ଜଣେ କହିଲା,
ସଫାସୁତୁରା ପଛେଇବୁ, ତୋ ବାପ ତେଣେ ପରା ଡାକ ଡକଉଛି। ମୁହଁ ଟେକି ଚାହିଁଲା ତାଙ୍କ ପଡ଼ିଶା ଘନିଆ। ଗଲା ରୋଜ ବାଗୁଡ଼ି ଖେଳରେ ଏହି ଘନିଆକୁ ସେ କଚାଇ ଦେଇଥିଲା। ସେଇ ରାଗରେ ସେ କହୁଥିବ, ମନରେ ପତିଆରି ଆସିଲା ନାହିଁ। ହେଲେ ତାର ଗୋଡ଼ଧୁଆ ସେତିକିରେ ରହିଲା। ପଚାରିଲା, ମିଛ କହୁଛୁ? ମିଛ କି ସତ ଘରକୁ ଗଲେ ବଳେ ଜାଣିବୁ। କହିଦେଇ ଘନିଆ ଗାଈ ଚରେଇବାକୁ ଗଲା। ମୁକୁନ୍ଦ ତାକୁ ପଛରୁ ଡାକିଲା, ଭାଇ ବାଗୁଡ଼ି ଖେଳ ଦିନୁ ରାଗିଛୁ କି? ସବୁ ମୋର ଦୋଷ। ଘନିଆ ବୁଢ଼ୀ ଗାଈଟାକୁ ଠେଲୁ ଠେଲୁ ପଛକୁ ନ ଚାହିଁ କହିଲା, ଆରେ ନାହିଁ ମ, ଆଗ ଘରକୁ ଯା। ଘନିଆ କଥାରେ ତାର ଗୋଡ଼ ହାତ କୋଲ ମାରିଗଲା। ଆକାଶଟା ତଳକୁ ଖସି ପୃଥିବୀଟା ଉପରକୁ ଉଠିଗଲା ଭଳି ଲାଗିଲା। ଦୁଆର ମୁହଁରେ ଗୋଡ଼ ଦେଇଛି କି ନାହିଁ ଶୁଣିଲା ମାଣିକଟା। ବାପାଲୋ ରଡ଼ି ଛାଡ଼ିଛି। ଘର ଭିତରକୁ ଆଉ ଗୋଡ଼ ଚଳିଲା ନାହିଁ। ପଥି ଚାଉଳ ବନ୍ଧା ହୋଇଥିବା ଗାମୁଛାଟା ପକେଇ ଦେଇ ସେଇଠି ବସି ପଡ଼ିଲା। ପଥି ଚାଉଳରେ ବାପାର ଶ୍ରାଦ୍ଧ କାମ ହେଲା। ବ୍ରାହ୍ମଣକୁ ଡାକି ଗୋଟାଏ ଟଙ୍କାରେ ଯାହା ପାରିଲା ସେତିକି କଲା। ଏ କାଳରେ କିଏ ଅବା ଭାଇ ଭାତ ଦେଇଛି ଯେ ତାକୁ ତଷି ଶୁଣିବେ? କିମିତି ବାପକୁ ସୁଧିଅ ହେଲା, କ'ଣ କଲା କିଛି ତାର ହେଜ ହେଉ ନଥାଉ। ବାଞ୍ଛା ସାହୁ ଘରେ କାମ କରି ବାପ ଭଉଣୀକୁ ପୋଷିବ। ମାଣିକ ନିତି ଓଳିଏ ଲେଖାଏଁ ତତଲା ରାନ୍ଧି ବାପକୁ ପରସିବ, ନିଜେ ଖାଇବ। କେତେ କ'ଣ ବିଚାରିଥିଲା। ସବୁ ଗୋଳମାଳ ହୋଇଗଲା। ବୁଦ୍ଧି ବାଟ କିଛି ତାକୁ କାହିଁ ଦିଶୁନାହିଁ। ସବୁବେଳେ ଖାଲି ମନେ ପଡ଼ୁଛି, କେହି ତ କାହିଁ ବଞ୍ଚୁନାହିଁ। କେଡ଼େ ବେଗି ସବୁ ମରିଯାଉଛନ୍ତି। ସେ କ'ଣ ତେବେ ବଞ୍ଚିବ ନାହିଁ? ଗୋଟାଏ ବୁଢ଼ା ଭିକାରୀ ରହି ରହି ଘୋଡ଼ିଏ ଛାଡ଼ି ପଦେ ନେଖାଏ ଗୀତ ବୋଲୁଥାଏ। ମିଛ ମାୟାର ପଡ଼ି ହେଉ ନଡ଼ ଚଡ଼ ନଡ଼ ବଡ଼। ଶେଷରେ ଖଣ୍ଡେ ଭଙ୍ଗା ଖଞ୍ଜଣିରେ ଟିକିଏ ହାତ ମାରିଦେଲା। ଇସ୍କୁଲ ମାଷ୍ଟର ଜେନାଘର ପିଣ୍ଡାରେ ବସି ଗପ କରୁଥାନ୍ତି। ଯୁଦ୍ଧ ସରି ଆସିଲାଣି। ଜାପାନ ବଳେ ହାରିଗଲେ ଧାନ ଚାଉଳ ପୁଣି ଶସ୍ତା ହେବ ଯେ। ଆଉ କେବେ ଶସ୍ତା ହେବ? ସେତେବେଳକୁ ମାଣିକଟା ବଞ୍ଚିଥିଲେ ସିନା। ତା ଦିହ ତ କାହିଁକି ବେଶୀ ବେଶୀ ଖରାପ ହେଉଛି। ଖାଲି ଚୁଡ଼ା ଭଜା ଦିଟା ଚୋବେଇ କେତେ ଦିନ ରହିବ? ଓଳିଏ ତତଲା ଭାତ ଖାଇଲେ ଟିକିଏ ଅବା ଟାଣ ହୁଅନ୍ତା। ସେଇ 5ଟି ଟଙ୍କାରୁ ଆଉ ତ ଗୋଟାଏ ବାକି ଅଛି। ମୁକୁନ୍ଦ ସେତିକି ଧରି ଧାନ କିଣି ବାହାରିଲା। ଧାନ ତକ ମାଣିକ ଜିମା ରଖି ବାଞ୍ଛା ସାହୁ କାମରେ ସେ ଲାଗିବ। ଟଙ୍କାକର ଧାନରେ ତ ମାଣିକର କେତେ ଦିନ ଚଳିଯିବ। ପୁଣି ସାହୁ ଘରୁ ତାକୁ ଯାହା ପଡ଼ି ମିଳିବ। ସେଥିରେ ଭାଇ ଭଉଣୀଙ୍କର ଅଭାବ ହେବ ନାହିଁ। ଟଙ୍କାଟି ଧରି ମୁକୁନ୍ଦ ଧାନ କିଣି ବାହାରିଲା। ଧାନ ଟଙ୍କାକର ବା ପାଖରେ ମିଳୁଛି କୁଆଡ଼ୁ? କେତେ ଗାଁ ବୁଲିବାକୁ ହେବ, କେତେ ଦୁଆରେ ନେଉରା ହେବାକୁ ପଡ଼ିବ। ହେଲା ଏବେ ସେ ତ କିଛି ନିଜ ପାଇଁ କରୁନାହିଁ, ମାଣିକ ପାଇଁ। ମୁକୁନ୍ଦ ଥାଉ ଥାଉ ତାରି ସାନ ଭଉଣୀଟା କ'ଣ ଛତରରେ ପଶିବ? ଦିନ କେତୁଟା ସେ ତାକୁ ଚଳି ନେଇପାରିବ ନାହିଁ। ଇସ୍କୁଲ ମାଷ୍ଟର ତ କହୁଛନ୍ତି ଯୁଦ୍ଧ ସରି ଆସିଲାଣି, ଏଣିକି ଧାନ ଚାଉଳ ଶସ୍ତା ହେବ। ସେ ଯାକେ ମୁକୁନ୍ଦ ଟିକିଏ ଅଣ୍ଟା ନ ଭିଡ଼ିଲେ ଚଳିବ କେମିତି? ଗାଁ ମଶାଣି ବାଟରେ ଆଖିରେ ପଡ଼ିଲା। ମଣିଷ ହାଡ଼ରେ ସେଠି ଆଉ ରାହା ନାହିଁ। ଏହି ହାଡ଼ଗଦା ଭିତରୁ କିଏ ତାର ବାପା ମା ଭାଇଙ୍କର ହୋଇଥିବ। କେତେ ମୁଣ୍ଡ ଦିହରୁ ଅଲଗା ହୋଇ ଦୂରରେ ଗଡ଼ୁଛି। ଆଖି ନାକ ଯେଉଁଠି ଥିଲା ସେଠି ଖାଲି ଗୋଟିଏ ଲେଖା ଗାତ। ଓଠ ନଥିବା ଦାନ୍ତଗୁଡ଼ା ବାହାରି ପଡ଼ି କି ଭୟାନକ ଦିଶୁଛି। ପଞ୍ଜରା ହାଡ଼ ମଝିରେ ପେଟ କିଛି ନାହିଁ। ସମସ୍ତେ କ'ଣ ଏଇ ହାଡ଼ଗଦାରେ ମିଶିଯିବେ? ଆଉ କିଛି ରହିବ ନାହିଁ? ରହିବ ନାହିଁ କେମିତି? ତାର ବାପା ମା ଭାଇ ସିନା ଗଲେ, ଏବେ ସେ ତ ଅଛି, ପୁଣି ମାଣିକ ବି ଅଛି। ଯେ ଯିବାର ଯାଉଛନ୍ତି ସିନା, ପୃଥିବୀ ଗୋଟାକ ତ ସେମିତି ରହିଛି। ବଞ୍ଚିଥିବା ଯାକେ ତ ସବୁ ଅଛି। ନାହିଁ କେମିତି? ମୁକୁନ୍ଦର ଗୋଡ଼ ଯାହା ଧୀରେ ଧୀରେ ଚଳୁଥିଲା ଟିକିଏ ଖରଖର ହେଲା। ଅଖା ଟକେଇ ଧରି ଆଉ ବି କେତେ ମରଦ ମାଇପେ ସେହି ବାଟେ ଚାଲିଥାନ୍ତି ଧାନ କିଣିବା ପାଇଁ। ମୁକୁନ୍ଦ ତାଙ୍କରି ସାଥି ଧରି ଚାଲିଲା। ଜଣେ କହିଲା, କୁସୁପୁର ପାତ୍ର କୁଆଡ଼େ ଖଣି ଭିତରେ ଧାନ ପୋତିଛି, ତାରି ଘରକୁ ଯିବା ଚାଲ। ଆଉ ଜଣେ କହିଲା, ସମସ୍ତେ ଜଣକ ଦୁଆରକୁ ଗଲେ ସେ ତ ଘଉଡ଼ି ଦେବ। ମୁକୁନ୍ଦକୁ କୁସୁପୁର ଟିକିଏ ପାଖ ପଡ଼ିଥାନ୍ତା। ଏ କଥା ଶୁଣି ସେ ବାଟ ଭାଙ୍ଗିଲା। ପୁଣି ସେଇ 2 କୋଶ ବାଟ ଚାଲି ଚାଲି ମଣିଜଙ୍ଘା ସାଧୁପଣ୍ଡା ଘରକୁ ଯିବ। ସାହସ ପାଉନଥାଏ। ଆହୁରି 2 ଜଣଙ୍କୁ ସାଥି କରି ଚାଲିଲା। ଟଙ୍କାଟିକର ଧାନ ମୁଣ୍ଡାଇ ମୁକୁନ୍ଦ ମଣିଜଙ୍ଘା ଘରୁ ବାହାରିଲା। ନଈ ପାରି ହେଲା ବେଳକୁ ଛାଇ ଲେଉଟି ପଡ଼ିଛି। ବାଟ 2 କୋଶ ଆସିବାକୁ ଦିନଟାଏ ବିତିଗଲାଣି। ପେଟଟା ଗୁରାଣ୍ଡି ହୋଇ ଓଇ ଦେଖଉଛି। ସେ 4 ଖୋଜ ଚାଲି ଟିକିଏ ଥକା ମାରି ପୁଣି ଚାଲେ। ମଝିରେ ମଝିରେ ମେଘୁଆ ଖରା ତାକୁ ଫଟେଇ ଦେଉଛି। ଆଉ ଖଣ୍ଡେ ଗହୀର ପାରି ହେଲେ ତାଙ୍କର ଗାଁ ପଡ଼ିବ। ଗାଁ ମଶାଣି ମୁଣ୍ଡ ବରଗଛଟା ତ ହେଇ ଦିଶିଲାଣି। ଚବକାରୁ ପାଣି ମୁନ୍ଦାଏ ପିଇଲା। ମାଣିକ କାଲିଠଉଁ ଓଳିଏ ତବତ ରାନ୍ଧିବ। ପାଣି ପିଇ ମୁକୁନ୍ଦ ଆଉ ସମ୍ଭାଳି ପାରିଲା ନାହିଁ। ଭକ ଭକ ବାନ୍ତି ହୋଇଗଲା। ଧାନ ବୁଜୁଳାଟି ହିଡ଼ ଉପରେ ରଖି ଟିକିଏ ଆଉଜି ପଡ଼ିଲା। ପୁଣି ମୁଣ୍ଡରେ ଥୋଇ ସେ ଧୀରେ ଧୀରେ ଚାଲିଲା।
ଗାଁ ତ ଏଥର ଡାକେ ବାଟ। ଧାନ କିଆରିରୁ ବନ୍ଧ ଉପରକୁ ଉଠିଲା। ତେବେ ଗୋଟାଏ ଗୋଡ଼ ବନ୍ଧ ଉପରକୁ ଥୋଇ ଆର ଗୋଡ଼ଟି ତଳୁ ଉଠାଇ ପାରିଲା ନାହିଁ। ଧାନ ବୁଜଳାଟି ମୁଣ୍ଡରୁ ଖସି ବନ୍ଧ ଉପରେ ପଡ଼ିଲା। ପୁଣି ଆସିଲା ଓଇ ଉପରେ ଓଇ। କିଛି କୁଆଡ଼େ ଦିଶିଲା ନାହିଁ। କାହାକୁ ଦେଖିଲେ ମାଣିକ ପାଖକୁ ଖବର ଦିଅନ୍ତା। ଧାନ କିଆରିରୁ ଥଣ୍ଡା ପବନ ଆସି ତାର ଦିହରେ ମୁହଁରେ ଖେଳିଲା। ଖଣ୍ଡେ ଚଲା ମେଘ କୁଆଡ଼ୁ ଝୁପୁ ଝୁପୁ କରି 4 ଟୋପା ପାଣି ଖସେଇ ଦେଇଗଲା। ମୁକୁନ୍ଦ ମୁହଁ ଟେକା ଗାଁ ଆଡ଼କୁ ଥରେ ଚାହିଁଲା। ଧାନ ବୁଜଳାଟି ଉପରେ ମୁଣ୍ଡରେ ପୁଣି ପଡ଼ିଗଲା। ଆଉ ପାରିଲା ନାହିଁ। ସେଇଠାରେ ତାର ସବୁଦିନ ପାଇଁ ବାଟଚଲା ସରିଗଲା। ମୂଲିଆମାନେ ବିଲରୁ ଫେରି ଗାଁ ଭିତରେ ଖବର କଲେ ମାଣିକର ଜ୍ୱର ଛାଡ଼ିଗଲା। ସେ ତବତ ବାନ୍ଧିବ ବୋଲି ଧାନ ବୁଜୁଳିଟି ପାଇଲା, ଭାଇକୁ ଆଉ ପାଇଲା ନାହିଁ। ସେଦିନ ଥାନା ଚୌକିଆ ଆସି ଗାଁ ଭିତରେ ଖବର କଲା, ଜାପାନ ଏଥର ହାରିଛି। ସମସ୍ତେ ଦୁଆରେ ଆମ୍ବଡାଳ ବାନ୍ଧି ବିଜୟ ଉତ୍ସବ ପାଳିବେ। ଥାନାରେ କାଲି ଇସ୍କୁଲ ପିଲାଙ୍କୁ ମିଠେଇ ବଣ୍ଟା ହେବ। ତେବେ ସବୁରିଠାରୁ ବେଶୀ ବିଜୟ ଉତ୍ସବ ପାଳିଲା ମୁକୁନ୍ଦ। ମଣିଷ କାନ୍ଧରେ ବୁହା ହୋଇଯିବାର ଭାଗ୍ୟ ଏଇ ତାର ପ୍ରଥମ, ଏଇ ତାର ଶେଷ।